Good morning, ପିଲାମାନେ. Welcome to our channel Education Talk. ଆଜି ଆମେ ଚତୁର୍ଥ ଶ୍ରେଣୀର ଭାଷା ମହକ 2ର ତୃତୀୟ ପାଠ ପଢିବା। ତୃତୀୟ ପାଠର ନାଁ ହେଉଛି ନକଲି ହୀରା। ଦେଖ କାହାଣୀଟି ମୁଁ କହୁଛି, ସମସ୍ତେ ମନ ଦେଇ ଶୁଣ। ପୁରୁଣା ଦିନର କଥା। କଣ? ପୁରୁଣା ଦିନର କଥା। ଜୟପୁର ରାଜ୍ୟରେ ଜଣେ ରାଜା ଥିଲେ। କୋଉଠି ଥିଲେ? ନା କୋରାପୁଟର ଜୟପୁର ରାଜ୍ୟରେ ଜଣେ ରାଜା ଥିଲେ। ସେ ଜଣେ ବୁଦ୍ଧିମାନ ଶାସକ ଥିଲେ। କାଳକ୍ରମେ କଣ ହେଲା ନା ସେ ବୁଢା ହୋଇଗଲେ। ନିଜ ପୁଅ ରାଜପଦରେ ବସିବା ପାଇଁ ସେ ଇଚ୍ଛା କଲେ। ତାଙ୍କ ପୁଅକୁ ରାଜ୍ୟ ଶାସନ ସହାୟତା କରିବା ପାଇଁ ଜଣେ ଜ୍ଞାନୀ ତଥା ବୁଦ୍ଧିମାନ ପରାମର୍ଶଦାତାଙ୍କୁ ଖୋଜିବା ପାଇଁ ମନସ୍ଥ କଲେ। ହେଲା, କାରଣ ରାଜା ଚାହୁଁଥିଲେ ତାଙ୍କ ପରେ ତାଙ୍କର ଏକମାତ୍ର ପୁଅ ଜଣେ ଲୋକପ୍ରିୟ ରାଜା ଭାବରେ ଖ୍ୟାତି ଅର୍ଜନ କରୁ। ରାଜ ଦରବାରରେ ମନ୍ତ୍ରୀ ଓ ପରିଷଦ ବର୍ଗ ଉପସ୍ଥିତ ରହିଥାନ୍ତି। ରାଜା ସମସ୍ତଙ୍କୁ ସମ୍ବୋଧନ କରି ପଚାରିଲେ, ମୁଁ ତୁମମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ। ଦୟାକରି ଏହାର ସ୍ପଷ୍ଟ ତଥା ଠିକ ଉତ୍ତର ଦିଅନ୍ତୁ। ଆପଣମାନେ କୁହନ୍ତୁ, ମୁଁ ଜଣେ ଜ୍ଞାନୀ ଓ ସଚ୍ଚୋଟ ରାଜା କି? ପ୍ରଜାମାନେ କହିଲେ, ନିଃସନ୍ଦେହ ମହାରାଜ, ଆପଣ ପରି ସଚ୍ଚୋଟ ବୁଦ୍ଧିମାନ ରାଜା ଆଉ କେହି ନାହାନ୍ତି। ହେଲା, ତାପରେ ରାଜା ପଚାରନ୍ତି, ଆପଣଙ୍କର ଉତ୍ତର ନିମନ୍ତେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ରାଜ ପରିଷଦ ମାନଙ୍କ ଉତ୍ତର ଶୁଣି ଆନନ୍ଦରେ ଉପହାର ସ୍ୱରୂପ ସମସ୍ତଙ୍କୁ ଗୋଟେ ଗୋଟେ ହୀରା ମୋହର ପ୍ରଦାନ କଲେ। କଣ କଲେ? ନା ହୀରା ମୋହର ପ୍ରଦାନ କଲେ ରାଜା। ଏହି ସମୟରେ ରାଜା ଦେଖିଲେ ସବୁ ପାରିଷଦ ହୀରା ମୋହର ନେଇ ଖୁସିରେ ଚାଲିଗଲେ। ମାତ୍ର ଜଣେ ଯୁବକ ଚୁପଚାପ ଗୋଟିଏ ପାଖରେ ଠିଆ ହୋଇ ରହିଥିଲା। ରାଜା ପଚାରିଲେ, ତୁମେ କାହିଁକି ଚୁପଚାପ ଠିଆ ହେଇଛ? ତୁମର ଉତ୍ତର କଣ ତାହା କହିଲ ନାହିଁ? ମହାରାଜ, ସମସ୍ତେ ଆପଣଙ୍କୁ ସନ୍ତୁଷ୍ଟ କରିବାକୁ ଉତ୍ତର ଦେଇଛନ୍ତି, ମାତ୍ର ମୋର ଉତ୍ତର ଅଲଗା, ସେମାନେ ପରି ନୁହଁ। ମହାରାଜ, ଆପଣ ବୁଦ୍ଧିମାନ ଓ ସଚ୍ଚୋଟ ଅଛନ୍ତି, ଏତେ ସନ୍ଦେହ ନାହିଁ, କିନ୍ତୁ ଆପଣଙ୍କର ଅଧିକ ବୁଦ୍ଧିମାନ ଓ ସଚ୍ଚୋଟ ରାଜା ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ଆପଣଙ୍କଠୁ ଶ୍ରେଷ୍ଠ ରାଜା। ତୁମର ଉତ୍ତର ଅଲଗା ହେଲେ ବି ମୁଁ ଶୁଣିବି। ହେଲା, ଏମିତି କହି ସେ ତୁମେ ଆନନ୍ଦରେ ପରିପ୍ରକାଶ କର। ତ ସେ କଣ କହିଲା? ରାଜା, ତମଠୁ ସଚ୍ଚୋଟ ରାଜା ବି ଅଛନ୍ତି। ମୁଁ ତୁମର ଉତ୍ତର ଶୁଣି ବହୁତ ଖୁସି ହେଲି। ଏବେ ତୁମେ ହୀରା ନିଅ। ହେଲା, ପରଦିନ ରାଜା ଦରବାର ବସିଥାନ୍ତି। ପରିଷଦ ମାନେ ଆସି କହିଲେ, ମହାରାଜ, ଆମେ ଆପଣଙ୍କ ହୀରାକୁ ନେଇ ଜଣେ ହୀରା ଦୋକାନକୁ ଦେଖେଇବାରୁ ସେ ଯାଞ୍ଚ କରି କହିଲା କି ଏସବୁ ହୀରା ନକଲି ଅଟେ। ଆପଣ ଆମ ସହିତ ଏପରି କାହିଁକି କଲେ? ଅପେକ୍ଷା କର, ସବୁ ପ୍ରଶ୍ନର ଉତ୍ତର ଦେଇଛି। ତୁମେମାନେ ସମସ୍ତେ ମୋତେ ସନ୍ତୁଷ୍ଟ କରିବା ପାଇଁ ଭୁଲ ଉତ୍ତର ଦେଇଛ। ସେଥିପାଇଁ ତୁମକୁ ମୁଁ ନକଲି ହୀରା ଦିଆଯାଇଛି। କିନ୍ତୁ ଏହି ଯୁବକ ମୋ ଉପଯୁକ୍ତ ପ୍ରଶ୍ନ ଉତ୍ତର ଦେଇଥିବା ତାକୁ ଅସଲ ହୀରା ଦେଇଛି। ସମସ୍ତେ ଜାଣି ରଖ, ମୋ ଅନ୍ତେ ମୋର ପୁତ୍ର ମୁଖ୍ୟ ପରାମର୍ଶଦାତା ଏହି ଯୁବକ ନିଯୁକ୍ତି ହେବ। କ୍ଷମା କରନ୍ତୁ ମହାରାଜ, ଆମର ବଡ ଭୁଲ ହୋଇଗଲା। ଭବିଷ୍ୟତରେ ଏପରି ଭୁଲ କେବେ କରିବୁ ନାହିଁ। ହେଲା, ମନ୍ତ୍ରୀ ପରିଷଦ ମାନେ କହିଲେ। ତାପରେ ରାଜା କହୁଛନ୍ତି, ମତେ ଖୁସି କରିବାକୁ ତୁମମାନେ ଭୁଲ ଉତ୍ତର ଦେଇଛ, ସତ୍ୟ ଠାରୁ ଦୂରେଇ ଗଲ। ତୁମକୁ ତୁମ ପଦବୀରୁ ବରଖାସ୍ତ କରାଯିବ। କର୍ମ ହିଁ ଭଗବାନ। ସତ୍ୟ, ଅହିଂସା, ସଚ୍ଚୋଟପଣିଆ ମଣିଷର ପରମ ପଥ। ସତ୍କର୍ମର ଫଳ ସର୍ବଦା ମିଠା ହୋଇଥାଏ। ଆଜ୍ଞା ମଣିମା, ମନେ ରଖ, କର୍ମ ହିଁ ଭଗବାନ। ସତ୍କର୍ମ, ସଚିନ୍ତା ମାନବ ଉନ୍ନତିର ମୂଳତାର। ସଚ୍ଚୋଟପଣିଆ ମାନବିକତା। ତୋଷାମଦ କରିବା ଅନୁଚିତ। ତୁମମାନଙ୍କର ପ୍ରତ୍ୟେକ କାର୍ଯ୍ୟ ପ୍ରଜାମାନଙ୍କ ହିତ ପାଇଁ ହେବା ଉଚିତ। ଆପଣଙ୍କ ଗୋଡ଼ ଧରୁଛୁ, ଆମକୁ କ୍ଷମା କରିଦିଅନ୍ତୁ ବୋଲି ମନ୍ତ୍ରୀ ପରିଷଦ ମାନେ କହିଲେ। ହେଲା, ତାହେଲେ ଦେଖ, ଏଠି ଦେଖିଲ, ତାପରେ ଦେଖ ଆମର ଏଠି ଏକମାତ୍ର। ହେଲା, ଏକମାତ୍ର ମାନେ କଣ? ଏକମାତ୍ର ମାନେ ଗୋଟିଏ। ସଚ୍ଚୋଟପଣିଆ ମାନେ କଣ? ଯେ ସଚ୍ଚୋଟ କହୁ, ସବୁବେଳେ ସତ କହୁଥିବ। ହେଲା, ବିଧାତା କଣ? ବିଧାତା, ରାଜାଙ୍କୁ ମଧ୍ୟ ବିଧାତା ବୋଲି କୁହାଯାଏ। ପରାମର୍ଶଦାତା କଣ? ପରାମର୍ଶଦାତା ମାନେ ଯିଏ ଉପଦେଶ ଦେଇଥାଏ। ହେଲା, ନିଃସନ୍ଦେହ, ସନ୍ଦେହର ବିପରୀତ ଶବ୍ଦ। ହିତ, ଯୋଉଟା ନିଜର ଉପକାରରେ ଆସେ, ହିତ।
ବିଶ୍ୱସ୍ତ ଯାହାକୁ ଭରସା କରିହେବ, ନକଲି ଯାହା ଅସଲି ନୁହଁ, ଅହିଂସା ଯାହା ହିଂସା ନୁହଁ, ପାରିଷଦ ରାଜ ଦରବାରରେ ରହୁଥିବା ଲୋକଙ୍କୁ ପାରିଷଦ ବୋଲି କୁହାଯାଏ। ଆସ କଥା ହେବା। ହେଲା, ରାଜା ଜଣେ କେଉଁଭଳି ଶାସକ ଥିଲେ? ପ୍ରଥମ ପ୍ରଶ୍ନ, ରାଜା କାହାକୁ ତାଙ୍କର ପୁଅ ପରାମର୍ଶଦାତା ଭାବରେ ବାଛିଲେ? ରାଜା କେଉଁମାନଙ୍କୁ ପ୍ରଶ୍ନ ପଚାରିଲେ? ଯୁବକ ଜଣକ ନୀରବ ଥିଲେ କାହିଁକି? ରାଜା ଯୁବକଙ୍କ ଉପରେ କାହିଁକି ଖୁସି ହେଲେ? ଦେଖ, ଆର ସମସ୍ତ ଉତ୍ତରକୁ ମୁଁ ଗୋଟେ ଏଇଠି ଜାଗା ହବନି ବୋଲି ମୁଁ ତମକୁ ଲେଖିଦେଇଛି। ହେଲା, ତାକୁ ଡିସପ୍ଲେ କରିଦଉଛି। ଦେଖିଲ ଏଠି, ରାଜା ଜଣେ କେଉଁଭଳି ଶାସକ ଥିଲେ? ରାଜା ଜଣେ ପ୍ରଜାବତ୍ସଳ, ନ୍ୟାୟପ୍ରିୟ ଓ ବୁଦ୍ଧିମାନ ଶାସକ ଥିଲେ। ହେଲା, ରାଜା କାହାକୁ ତାଙ୍କର ପୁଅର ପରାମର୍ଶଦାତା ଭାବରେ ବାଛିଲେ? ରାଜା ଜଣେ ଜ୍ଞାନୀ, ଧୈର୍ଯ୍ୟବାନ, ସତ୍ୟବାନ ଯୁବକଙ୍କୁ ତାଙ୍କ ପୁଅର ପରାମର୍ଶଦାତା ଭାବରେ ବାଛିଲେ। ହେଲା, ରାଜା କେଉଁମାନଙ୍କୁ ପ୍ରଶ୍ନ ପଚାରିଲେ? ରାଜା ତାଙ୍କ ସଭାରେ ଉପସ୍ଥିତ ଥିବା ସମସ୍ତ ପରିଷଦ ମାନଙ୍କୁ, ମନ୍ତ୍ରୀ ମାନଙ୍କୁ ସେଇ ଯୁବକଙ୍କୁ ପ୍ରଶ୍ନ ପଚାରିଥିଲେ। ହେଲା, 4 ନମ୍ବର ଦେଖ, ଯୁବକ ଜଣକ ନୀରବ ଥିଲେ କାହିଁକି? ଯୁବକ ଜଣକ ମିଥ୍ୟା ପ୍ରଶଂସା କରିବାକୁ ଚାହୁଁନଥିଲେ ଏବଂ ଉଚିତ ସମୟରେ ସତ୍ୟ କହିବା ପାଇଁ ବୋଲି ଗଭୀର ଚିନ୍ତା କରି ନୀରବ ଥିଲେ। 5 ନମ୍ବର ଦେଖ, ରାଜା ଯୁବକ ଉପରେ କାହିଁକି ଖୁସି ହେଲେ? ନା, ଯୁବକ ଜଣକ ଅନ୍ୟମାନଙ୍କ ଭଳି ଚାତୁ କରିବା ବା ମିଥ୍ୟା ପ୍ରଶଂସା କରିବା ନ କରି ସ୍ପଷ୍ଟ ଏବଂ ସତ୍ୟ କଥା କହିଥିବାରୁ ରାଜା ତାଙ୍କ ଉପରେ ଖୁସି ହେଲେ। ହେଲା, ଏପରି ଭାବରେ ତମେ କଣ କରିବ ନା ଦେଖିପାରିବ ଫାଷ୍ଟ 5ଟା କ୍ୱେଶ୍ଚିନ୍ ଆନ୍ସର। ତାପରେ 6 ନମ୍ବର ଦେଖ, ପାରିଷଦ ମାନଙ୍କୁ ମହାରାଜ ଶେଷରେ କଣ କହିଲେ? ଯୁବକ ଜଣକୁ ରାଜା ଅସଲ ହୀରା କାହିଁକି ଦେଲେ? ପରିଷଦ ମାନଙ୍କୁ ରାଜା ନକଲି ହୀରା ଦେବାର କାରଣ କଣ ଥିଲା? ହେଲା, ଆର ଆନ୍ସର ବି ଦେଖ, ଏଇଠି ଦେଖ। ହେଲା, 6 ନମ୍ବର, ପାରିଷଦ ମାନଙ୍କୁ ମହାରାଜ ଶେଷରେ କଣ କହିଲେ? ମହାରାଜ ଶେଷରେ ପାରିଷଦଙ୍କୁ କହିଲେ ଯେ ଯେଉଁମାନେ କେବଳ ରାଜାଙ୍କୁ ଖୁସି କରିବା ପାଇଁ ମିଥ୍ୟା ପ୍ରଶଂସା କରନ୍ତି ସେମାନେ ପ୍ରକୃତ ହିତୋପଦେଶୀ ନୁହନ୍ତି। 7 ନମ୍ବର ଦେଖ, ଯୁବକ ଜଣକୁ ରାଜା ଅସଲି ହୀରା କାହିଁକି ଦେଲେ? ଯୁବକ ଜଣକ ନିଜ ସାହସିକତା ଓ ସତ୍ୟବାଦିତାର ପରିଚୟ ଦେଇଥିବାରୁ ତାକୁ ଅସଲି ଗୁଣ ପାଇଁ ବୋଲି ଅସଲି ହୀରା ପୁରସ୍କାର ଦେଇଥିଲେ। 8 ନମ୍ବର, ପାରିଷଦ ମାନଙ୍କୁ ରାଜା ନକଲି ହୀରା ଦେବାର କାରଣ କଣ? ପାରିଷଦ ମାନଙ୍କୁ କେବଳ ଚାଟୁକାରିତା ଓ ନକଲି ପ୍ରଶଂସା କରିଥିବାରୁ ସେମାନଙ୍କର ନକଲି ଗୁଣର ଯୋଗ୍ୟ ବିଚାର କରି ରାଜା ସେମାନଙ୍କୁ ନକଲି ହୀରା ଦେଇଥିଲେ। ହେଲା, ନେକ୍ସଟ ଦେଖ, ଆସ ଉତ୍ତର ଲେଖିବା। ଏଠି ବିପରୀତ ଶବ୍ଦ ଲେଖିବ। ହେଲା, ପୁରୁଣାର କଣ ହବ କହିଲ? ପୁରୁଣା, ନୂଆ। ହେଲା, ଦୁଃଖ, ଉପସ୍ଥିତ, ଅନୁପସ୍ଥିତ। ହେଲା, ସନ୍ଦେହ, ଏଠି ଦେଖ ଏଇଠି ନିଃସନ୍ଦେହ ଦେଇଛି, ନିଃସନ୍ଦେହ। ହେଲା, ନିଃସନ୍ଦେହ। ତାପରେ ଦେଖ ସନ୍ତୁଷ୍ଟ, ସନ୍ତୁଷ୍ଟର କଣ ହବ? ଅସନ୍ତୁଷ୍ଟ, ଅଯୋଗ ଫଳ, ଅସନ୍ତୁଷ୍ଟ। ହେଲା, ନକଲି, ଅସଲି। ହେଲା, 2 ନମ୍ବର ଦେଖ, ଆସ ଗୋଟେ କିମ୍ବା 2ଟି ବାକ୍ୟର ଉତ୍ତର ଲେଖା। ହେଲା, ଶିକ୍ଷକ ଦଳଗତ ଆଲୋଚନା ପାଇଁ ସୁଯୋଗ ଦେବେ। ହେଲା, ଦଳରେ ମିଶିକି ଲେଖିବ। ରାଜା ପରିଷଦ ମାନଙ୍କୁ ସମ୍ବୋଧନ କରି କେଉଁ ପ୍ରଶ୍ନ ପଚାରିଥିଲେ?
परिषद माने कौन शिक्षा पाइले यही पाठ आमे क्यों शिक्षा पाइलु आर भी उत्तर देख मैं तुम लिखी देछि है देखला देख राजा प्रतिद्वंदी एकाठी कर क्यों प्रश्न पचारे राजा प्रतिद्वंदी एकाठी कर पचारे जे यही धरा पृष्ठ शब्द श्रेष्ठ राजा केउंटी है श्रेष्ठ राजा केउंटी भूल टाइप मिस्टेक हो जाए श्रेष्ठ राजा केउंटी परिषद माने कौन शिक्षा पाइले है परिषद माने कौन शिक्षा पाइले परिषद माने नम्रता भद्र ज्ञान एगुड़ाक ही सर्वश्रेष्ठ बोली शिक्षा पाइले यही पाठ आमे क्यों शिक्षा पाइलु यही पाठ आमे पाइलु जे पोथीगत विद्या बा पांडित प्रकृत विद्या नुहे जो शिक्षा मनीष को विनम्र चरित्रवान कराए अन्यर कल्याण करने शिखाए ताकू प्रकृत शिक्षा बोली कह जाए है आ राजा जो लास्ट कहले कौन ना देख कर्म ही भगवान सत्कर्म सचिंता मानव उन्नतिर मूल आधार है सचेतन हूँ मानविकता ये सब गुणांक आम देखिले ये देख संभाव्य उत्तर ठीक तो बाची लेख वृद्ध राजा केते जन पुଅ थे जड़े पुଅ थे है वृद्ध राजा केते जन पुଅ थे जड़े राजा पुआ कौन खोजुले परामर्श दाता खोजुले तुम्हें कहीं चुपचाप छिड़ा उत्तर दिया या किए कही राजा कही है महाराज आम क्षमा करते आमर भूल हो एक किए कही एक पारिषद कही राजा असली सुना क्या राजा असली सुना युवक जन को देते किए बड़ बलवान समय बड़ बलवान निम्न दि जाए शब्द को उपयुक्त अर्थ सहित मेल कर राजार अर्थ कौन नृपति पुअर अर्थ पुत्र दिनर समचारी अर्थ दिवस आनंदर खुशी है आस चिंता कर लिखा पद्य तो चार चित्र मन से गुड़िकर नाम लेख एटा कौन राजा एटा कौन परिषद एटा कौन युवक जनक है एटा कौन राज सिंहासन राज सिंहासन है लिखिपर ना हाँ वेरी गुड राज दरबार के माने था लेख राज दरबार राजा दुई मंत्री तीन पंडित चारि परामर्शदाता है पांच परिषद है यही माने थांती है मनर गपटी को 10 धाड़ी लिखी शिखर एटा तुम होमवर्क 10 धाड़ी लिखिकी शिक्षक को देखेब गपटा है होमवर्क एटा तुम नेक्स्ट देख शपथ पाठ निमते घर की मोहर सुंदर मंदिर देवता मो पिता माता तांकरी सेवारे सब पुण्य मिले भूल बनी यही कथा
ছোট ଶିଶୁ ମୁହିଁ ଶପଥ କରାଇ ରଖିବି ମୋ ଦେଶ ମୁକ୍ତ ଦରକାର ହେଲେ ଢାଳି ଦେଇପାରେ ବୁକୁର ଉଷୁମ ରକ୍ତ ଆଜି ଅଛି କଳି ବଢିଯିବ କାଲି ପଢିବି ବହୁତ ପାଠ କରି ଭଲ କାମ ଅରଜିବି ନାମ ଜୀବନି ଖରାପ ବାଟ ମରିଲେ ମରିବି ସତ ମୁଁ କହିବି ଅନ୍ୟାୟ କରିବି ନାହିଁ ପର ଦୁଃଖ ଦେଖି ବୁଝିବିନି ଆଖି ପୋଛିବି ତା ଲୁହ ଯାଇ ମନ୍ଦ କଥା ପୁଣି ଜମା କହିବିନି ମନ୍ଦ କଥା ଶୁଣିବିନି ମନ୍ଦ କଥା ଯାହା କହିବାକୁ ତାହା କେବେ ତୁଣ୍ଡ ଖୋଲିବିନି ହେଲା। ଏଇ କବିତାଟି ଶାରଦା ପ୍ରସାଦ ମିଶ୍ରଙ୍କ ଦ୍ୱାରା ଲିଖିତ ହେଲା। ପିଲାମାନେ ତମେ ବି ପଠନ କରିବ ହେଲା। ଆଜି ପାଇଁ ଏତିକି ହେଲା। ଏଇଟା ହୋମୱାର୍କ କରିକି 10 ଧାଡି ଲେଖିକିରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖେଇବ ହେଲା। ରହିଲି ପିଲାମାନେ, ଧନ୍ୟବାଦ ହେଲା। ଆମ ଚ୍ୟାନେଲକୁ ସବସ୍କ୍ରାଇବ କର, ଚ୍ୟାନେଲକୁ ଲାଇକ୍ କରନ୍ତୁ ଆଉ ଭିଡିଓଟି ଭଲ ଭାବେ ଦେଖନ୍ତୁ, ଭଲ ପିଲା ଭଳି ଭଲ ପାଠ ପଢନ୍ତୁ ଆଉ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ରହିଲି ପିଲାମାନେ, ତମ ଦିନଟି ଶୁଭମୟ ହଉ।